ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏଇ ନବଦାସ ଇସ୍ୟୁଟା ଏଇ ଟେବୁଲରେ ଆପଣମାନେ ସାମ୍ବାଦିକ ମୋର ପ୍ରିୟ ସମ୍ମାନୀୟ ସାମ୍ବାଦିକମାନଙ୍କୁ ଏଇ କଥାଟା ମୂଳରୁ ମୁଁ ଦାବି କରିଥିଲି ଯେତେବେଳେ ଆମେ ନୀରବ ଥିଲେ। ଆମେ ଗୋଟେ ସିଟିଂ ମନ୍ତ୍ରୀ ଦିନ ଦ୍ୱିପରେ ତାକୁ ମାରି ଦିଆହେଉଛି। ଆମେ ଯେତେବେଳେ ଚିତ୍କାର କରିକି ପାଟି କରିକି ଘୋହାଲା କରିକି କରୁଥିଲୁ ଆମ ଇଏରେ, ସେତେବେଳେ ତା ପରିବାର, ତା ଝିଅ, ତା ପୁଅ, ତାଙ୍କ ସ୍ତ୍ରୀ, ତାଙ୍କ ସପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ ଯେ କିଛି କହିଲେନି ସେ ବିଷୟରେ। ଏବଂ ସେ ଆହୁରି ଉଲ୍ଟା ଆହୁରି କହିଥିଲେ ଏଇଟା ରାଜନୀତିକରଣ କରା ନଯାଉ। ଆଜି ଯେତେବେଳେ ହନୁ ମଲାବେଳେ ସତ କହିଲେ, ଆମେ ବାରମ୍ବାର ଦାବି କରିଛୁ ଯେ ନବଦାସ ଇସ୍ୟୁଟା ଗୋଟେ ସେନ୍ସିଟିଭ୍ ଇସ୍ୟୁ, ଗୋଟେ ସ୍ପର୍ଶକାତର ଇସ୍ୟୁ। ଏବଂ ଯେତେବେଳେ ଗୋଟେ ମାରି ଦିଆହେଉଛି ତାକୁ ତଦନ୍ତ କରାଯାଉ। ଏବଂ ଆଜି ସିଏ କେଉଁ ଆଶା ତାଙ୍କ ଝିଅ ରଖିଥିଲେ ଯେ ସେ ପୁଣି ଟିକେଟ୍ ପାଇବେ, ବିଧାୟକ ହେବେ, ତାଙ୍କ ସରକାର ହେବ, ନବୀନ ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ବିରୁଦ୍ଧରେ ତାଙ୍କ ସାହସ କରିପାରିବାର ତାଙ୍କ ଶକ୍ତି ନାହିଁ, ସାହସ ଜୁଟେଇ ପାରିଲେ ନାହିଁ, ଟିକେଟ୍ ଡର ରହିଲା। ଏବଂ ଇଏ କ'ଣ ପୁଣି ଫେରେ ମନ୍ତ୍ରୀ ହେବା ଲୋଭ ବି ତାଙ୍କର ରହିଲା, ଯେଉଁଥିପାଇଁ ସେ ବାପାକୁ ଭୁଲିଗଲେ। ନିଜର ଜନ୍ମଦାତା ବାପା ଯାହାଙ୍କ ଆଶୀର୍ବାଦରୁ ସେ ଆଜି ହେଇଥିଲେ ତାକୁ ଭୁଲିଗଲେ। ଆମେ ଯେତେବେଳେ ଦାବି କରୁଥିଲୁ ସେ ନୀରବ ରହିଲେ। ସେ ଉଲ୍ଟା ଆହୁରି କହିଥିଲେ ଏଇଟା ରାଜନୀତିକରଣ କରା ନଯାଉ। କିନ୍ତୁ ଆଜି ତାଙ୍କ ସ୍ତ୍ରୀ ଏବେ ଦାବି କରୁଛନ୍ତି ସିବିଆଇ ତଦନ୍ତ ହେଉ। ମୁଁ ମଧ୍ୟ ଦୃଢ଼ ଭାବରେ କହୁଛି ଏଟା ସିବିଆଇ ତଦନ୍ତ ହେବା ଉଚିତ। ଏଟା ଗୋଟେ ସ୍ପର୍ଶକାତର ଇସ୍ୟୁ ଏବଂ ଏ ଇସ୍ୟୁଟାକୁ ମାନେ ଲୋକଲୋଚନକୁ ଆଣୁଛି ଓଡ଼ିଶାରେ। ଯେ ସେଟା ତାଙ୍କ ସ୍ତ୍ରୀ ତ ଏବେ କହିଲେ, ଯେତେବେଳେ ଦେଖିଲେ ସେ ନିରାଶ ହେଲେ, ତାଙ୍କ ସରକାର ହେଲାନି, ନବୀନ ମୁଖ୍ୟମନ୍ତ୍ରୀ ହେଲେନି, ତାଙ୍କର ସରକାର ସମ୍ପୂର୍ଣ୍ଣ ଉଲ୍ଟିଗଲା, ତାଙ୍କ ପାଇଁ କିଛି କରିବାର ନାହିଁ। ଶେଷବେଳକୁ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାଙ୍କ ସ୍ୱାମୀ କଥା, ତାଙ୍କ ସ୍ତ୍ରୀର ମନେ ପଡ଼ୁଛି, ତାଙ୍କ ଝିଅର ବାପା କଥା ମନେ ପଡ଼ୁଛି। ଆମେ ମଧ୍ୟ ଦାବି କରୁଛୁ ସେଟା ସେ ତାଙ୍କ ସ୍ତ୍ରୀ ଏବେ କ'ଣ ଦାବି କରୁଛୁ, ଆମେ ମୂଳରୁ ଦାବି କରୁଛୁ ସିବିଆଇ ତଦନ୍ତ ନା। ମୁଁ ଆଚ୍ଛା ଆପଣମାନଙ୍କୁ ଏଇ ଇଏରେ ମୁଁ କହିଛି ନା ଗୋପାଳ ଦୋଷୀ ନୁହେଁ। ମୁଁ ଆଗରୁ ଦୁଇଥର ଏଇଠି ମୋର ଷ୍ଟେଟମେଣ୍ଟ ଦେଇଛି କି ନାହିଁ। ଗୋପାଳକୁ ମହୁରା କରାହେଉଛି, ଗୋପାଳ ଦୋଷ ନିଏ, ତା ପଛରେ ଅଲଗା ଲୋକ ଅଛନ୍ତି। ତ ସେଇଟା ତଦନ୍ତ ହେଉ। ସେ ତଦନ୍ତ ମୁଁ ଆପଣଙ୍କୁ ଆଜି ମଧ୍ୟ କହୁଛି ଯେ କ୍ରାଇମବ୍ରାଞ୍ଚ ପାରିବନି, ତାକୁ ସିବିଆଇ ତଦନ୍ତ ଦରକାର। ଆମେ ଆଗତୁରା ଆମେ କହିଦେବାଟା ଠିକ୍ ହେବନି। ଆମେ କହିବା ଉଚିତ, ତଦନ୍ତ ହେଲେ ଜଣାପଡ଼େ ପ୍ରକୃତ ସତ୍ୟତା। ଆମେ କହିବା କିଏ ତା ଦେହରେ ଇନଭଲ୍ଭ ଅଛି ବୋଲି। ହଁ, ଗୃହ ଭିତରେ ବି କହିଛି ସିବିଆଇ ତଦନ୍ତ ହେଉ, ନ୍ୟାୟିକ ତଦନ୍ତ ହେଉ। ହଁ ଶୁଣନ୍ତୁ, ଆପଣଙ୍କୁ ମୁଁ ଗୋଟିଏ କଥା କହିଲି, ନାଁ ବି ସେତେବେଳେ ନେଇଛି, ଏବେ ବି ନେଉଛି। ପଛଦପ୍ରତ ନାୟକ ତ ଜଣେ ଥିଲେ। ଆପଣ ଜାଣିନାହାନ୍ତି ନା, ମୋତେ କହୁଛନ୍ତି ମୋ ମୁହଁରୁ କାହିଁକି ଶୁଣିବାକୁ ଆପଣ କହୁଛନ୍ତି କହିଲେ। ଆପଣ ମୁଁ କହିଦେଲେ ସରିଯିବ। ନାଟକର ଶେଷ ଭାଗଟାର ଅଙ୍କ ଯଦି ଭିଲିଆନ୍ ଯେପର୍ଯ୍ୟନ୍ତ ନ ମରିଛି ସେ ପର୍ଯ୍ୟନ୍ତ ନାଁ କହିହେବନି। ଭିଲିଆନ୍ କି ଆପଣ ଜାଣିନାହାନ୍ତି ନା। ମୁଁ ଶୁଣନ୍ତୁ, ମୁଁ ଆଜି ଆପଣମାନଙ୍କୁ କହିଦେଉଛି, ଏଣ୍ଟାୟାର ନାଟକରେ ଯେତେ ଷ୍ଟୋରି ସମଗ୍ର ଓଡ଼ିଶାରେ ଜଣିଏ ଲୋକ କରୁଥିଲେ, ସେ ଓଡ଼ିଆ ନୁହେଁ, ନନ ଓଡ଼ିଆ। ଏବଂ ନାଁଟା ମୁଁ ନାଟକର ଶେଷ ଅଙ୍କରେ କହିବି। ଆଜ୍ଞା ଆଜ୍ଞା ଷଡ଼ଯନ୍ତ୍ର ଏଟାକୁ କହୁଛି ଗୋପାଳ ଦାସଟା ମୋହରା କରାହେଇଛି। ଗୋପାଳ ଦାସ ପ୍ରକୃତରେ ଦୋଷୀ ନୁହେଁ। ମୁଁ ଆଜି କ'ଣ ବିଧାନସଭାରେ ବି କହିଛି। ବିଧାନସଭାରେ ନବୀନ ବାବୁ ଯେତେବେଳେ ବସିଥିଲେ ସେପଟ ସିଟ୍ ଫ୍ରଣ୍ଟରେ, ଏବେ ମୁଁ କହିଛି ନବୀନ ବାବୁ ସେ କିଛି ଜାଣିପାରନ୍ତିନି, ସେ କିଛି ଜାଣିନାହାନ୍ତି, ତାକୁ ମାରିବା ଲୋକ ଅଲଗା, ବୁଝିଲେ କି। ଭାଗ୍ୟ ଭଲ ଆହୁରି ନବୀନ ବାବୁ ଚିଫ୍ ମିନିଷ୍ଟର ହେଇନାହାନ୍ତି। ନବୀନ ବାବୁ ତାଙ୍କର ଭାଗ୍ୟ ଟେକ୍ ଅଛି, ଯେଉଁଟାକି ସେ ବହୁତ ଦିନ ଏବେ ତ୍ରିସ୍ଥିରେ କେବଳ ସେ ମୁଖ୍ୟମନ୍ତ୍ରୀ ହେଲେନି ବୋଲି ସେ ବର୍ତ୍ତମାନ ଏଖିଣିକା ଭଲ ଅବସ୍ଥାରେ ଅଛନ୍ତି। ହେଇଥିଲେ ଆପଣ ଜାଣିନାହାନ୍ତି ତାକୁ କ'ଣ କରିଥାନ୍ତେ। ଆପଣ ଆଉ କ'ଣ କହିବି। ସେ ମୁଖ୍ୟମନ୍ତ୍ରୀ କି ଅବସ୍ଥାରେ ରଖିଥିଲେ, ଗୋଟେ ପାଗଳ କରିକି ରଖିଥିଲେ ତାକୁ। ସେ ଆଖି ମାରୁଥିଲେ, ସେ ଏମିତି ସୁ କରିକି ଇଏ କରୁଥିଲେ, କିସ୍ ଦେଉଥିଲେ, ଫ୍ଲାଇଂ କିସ୍ ଦେଉଥିଲେ। କାହାକୁ ସେ ଫ୍ଲାଇଂ କିସ୍ କାହାକୁ ଦେଉଥିଲେ, କାହାକୁ ଦେଲେ ଆପଣ ଜାଣିନାହାନ୍ତି। ଆଖି ମାରୁଥିଲେ, ବୁଝିପାରୁନଥିଲେ, ଜାଣୁଥିଲେ। ଏବେ ଠିକ୍। ମୁଁ ତ ଏବେ ଦେଖୁଛି ନବୀନ ବାବୁ ତ ହାଉସ୍ କଷ୍ଟଡି ବହୁତ ଭଲ। ସେତେବେଳେ ତାକୁ କହୁଛି, ତାକୁ ଏଭଳି ଭାବରେ ରଖା ହେଇଥିଲା ନବୀନ ବାବୁଙ୍କୁ, ପୁରା ପାଗଳ ଅବସ୍ଥାରେ ରଖା ହେଇଥିଲା।
ନବୀନ ବାବୁଙ୍କୁ ପାଗଳ ଅବସ୍ଥାରେ ରଖାଯାଇଥିଲା। ନବୀନ ବାବୁ କିଛି ବୁଝିପାରୁନଥିଲେ। ଆଜ୍ଞା ଖାଲିଟାରେ ହେଇଥିବ କ'ଣ ହେଇଥିବ ସେ କଥା ସେମାନେ ଜାଣିଥିବେ। ଆମେ ତ ଆପଣ ନିଜେ ଟିଭିରେ ଦେଖେଇଛନ୍ତି ନବୀନ ବାବୁ ଯେଉଁଠି ବସୁଛନ୍ତି ସିଏ ନବୀନ ବାବୁ କ'ଣ କହୁଛନ୍ତି ହାତଟାକୁ ଚାପିକି ଧରୁଥିଲେ। ଆପଣ ଜାଣିଛନ୍ତି ଟିଭିରେ ଦେଖିଛନ୍ତି। ନବୀନ ବାବୁ ଆଖି ମାରୁଥିଲେ ତା ଆଖି ମରାଟାକୁ ବନ୍ଦ କରୁଛନ୍ତି। ଗୁଡ଼କୁ ତାକୁ ଜାଣିଛନ୍ତି ଏଇ ରକମ ସବୁ ନବୀନ ବାବୁର ବସିଥିବେ ସେ କ'ଣ କହୁଥିବେ ତା ଗୁଡ଼ ମାରିକି ତା ଗୁଡ଼କୁ ଧକ୍କା ମାରୁଥିବେ। ଏଇ ଯେଉଁ ଇଏ ଗୁଇଠା ଭଳିଆ ରକମ ମାରୁଥିବେ। ଏଇ ଯେଉଁ ଅଭିନୟ କେଉଁଟା ସେଟାକୁ ଆମେ ଆଜ୍ଞା ଶୁଣନ୍ତୁ ତାଙ୍କ ସେ ବିଷୟଟାକୁ ଆମେ ପଶିବା ଉଚିତ ନୁହେଁ। କିନ୍ତୁ ନବଦାସ ଶିଶୁଟା ପଶିବା ଉଚିତ। ସେଟା ରାଜନୈତିକ ଷଡ଼ଯନ୍ତ୍ର। ସେଟା ରାଜନୈତିକ ମୁଁ ତ ଖୋଲାଖୋଲି ଭାବରେ କହୁଛି। ନହେଲେ ନବୀନ ବାବୁ ସେତେବେଳେ ଖରାପ ଥିଲେ। ପାଗଳ ଭଳି ଅଭିନୟ କରୁଥିଲେ, ପାଗଳ ଭଳି ଆଖି ମାରୁଥିଲେ, ପାଗଳ ଭଳି ଫ୍ଲାଇଂ କିସ୍ ଦେଉଥିଲେ, ନବୀନ ବାବୁ ହାତକୁ ଚାପିକି ଧରୁଥିଲେ। ନବୀନକୁ ମୁଁ ନିଜେ ଦେଖିଛି ପାଣ୍ଡିଆନ ନବୀନକୁ ଗୁଇଠା ମାରୁଥିଲେ। ଆଜ୍ଞା ମୁଁ ସେଟା ଆପଣ ଆଉ ଏତେ କଥାକୁ କାହିଁକି ଆପଣ ନିଜେ ମୁଁ ଏତେ କଥା କହିଲା ପରେ ଯଦି ଆପଣ କିଛି ବୁଝିପାରୁନାହାନ୍ତି। ଆପଣ ଦେଖିଛନ୍ତି ନା ନିଜେ ଟିଭିରେ ନବୀନକୁ ଗୁଇଠା ମାରୁଛନ୍ତି ପାଣ୍ଡିଆନ। ଆମେ ଆଜ୍ଞା ସେଟାକୁ କହିବୁନି ତାଙ୍କ ଯାଞ୍ଚଟାକୁ ଆମେ କିନ୍ତୁ ନବୀନଙ୍କୁ ମୁଁ କହିବି ପାଗଳ କରିକି ରଖାଯାଇଥିଲା ଏବଂ ରଖେଇଥିଲେ ଏବଂ ନବୀନ ବାବୁ କିଛି ବୁଝିପାରୁନଥିଲେ। ଆଚ୍ଛା କହିଲେ ଆପଣ ନିର୍ବାଚନ ପରେ ସେ ନିର୍ବାଚନ ହାରିଗଲା ପରେ ଏବେ ସୁନ୍ଦର ଭାବରେ ଚାଲୁଛନ୍ତି, ସୁନ୍ଦର ଭାବରେ କଥା ହେଉଛନ୍ତି, ସୁନ୍ଦର ଭାବରେ ସମସ୍ତଙ୍କ ସହିତ ମିଶୁଛନ୍ତି। ଆଗରୁ କୁଆଡ଼େ ଯାଇଥିଲେ? ମୁଖ୍ୟମନ୍ତ୍ରୀ ଯେତେବେଳେ ଥିଲେ ସେ କି ଜାଣିପାରୁନଥିଲେ। ଆଖି ବୁଝି ଫ୍ଲାଇଂ କିସ୍ ମାରିବେ ତାକୁ କାହାକୁ ମାରିବେ? ପାଣ୍ଡିଆକୁ। ଏଇ ଯେଉଁ ଜିନିଷ କରୁଥିଲେ କିଏ କରୁଥିଲେ? ଆମେ କରୁଥିଲୁ କି? ନବୀନ ବାବୁ ନିଜେ କରୁଥିଲେ। এটা বহু লোক বেকুনিয়া আপনার বি দেখছেন, সারা ওড়িশাবাসী দেখছেন, ভারতবাসী দেখছেন। আর নবীন কিছু বুঝিপারে এই তাক বেকরে জনে বাঁধুছি গোটে লেডি, সে কৌন কিଏ সে হিরোইন সে জানি আপনার জানি মানে কেতে সে জিনিস যেটা কাম করুনি বিভিন্ন করছে সেতবে সে খারাপ লে ভগবান জাঁতি তাকে কি অবস্থায় তাকে রক্ষিলে আমি জাঁপারুলু। তাঁর মন্ত্রিমণ্ডলের বি কে জাঁপারে কি বেলে বেলে জড়িয়ে লোক জাণুলে। ଏବେ ଦେଖିବାକୁ ତ ବହୁତ ଭଲ। ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଚାଲୁଛନ୍ତି, କାହା ସାହାଯ୍ୟ ଲୋଡ଼ୁନାହାନ୍ତି, ହାତ ଏମିତି ଥରୁନଥିଲା, ଏବେ ତ ହାତ ଭଲ। ଆମେ ତ ମୁଁ ଆଜ୍ଞା କହିପାରିବିନି ସେ କେଉଁଠି ତ ହୁଆର୍ ଏବାଉଟ୍ ଆଇ ଡୋଣ୍ଟ ନୋ। କିନ୍ତୁ ଗୋଟେ କ୍ୱେଶ୍ଚନ୍ ହେଉଛି ବର୍ତ୍ତମାନ ଯେ ଦ୍ୟାଟ୍ ୱାଜ୍ ଇଏ ଷଡ଼ଯନ୍ତ୍ର ଏବଂ ନବୀନ ବାବୁଙ୍କର ଭାଗ୍ୟ ଭଲ ସେ ଆହୁରି ମୁଖ୍ୟମନ୍ତ୍ରୀ ହେଇନାହାନ୍ତି। ମୁଁ କାହିଁ କଥା ହେବି? ଆମର କ'ଣ ଆବଶ୍ୟକତା ଅଛି ନବୀନ ବାବୁ ସାଙ୍ଗରେ କଥା? କିନ୍ତୁ ଆପଣମାନଙ୍କର ଦିସ୍ ଇଜ୍ ଦ ସିନେରିଓ ଅଫ୍ ଦ ମାନେ ଓଡ଼ିଶା, ଦିସ୍ ଇଜ୍ ଦ ସିନେରିଓ ଅଫ୍ ଦ ନବୀନ ବାବୁ। ଏବଂ ନବୀନ ବାବୁଙ୍କର ହିତାକାଂକ୍ଷୀ ଭାବରେ ଆମେ କହୁଛୁ ଭଗବାନ ତାଙ୍କୁ କରନ୍ତୁ, ସେ ଦୀର୍ଘାୟୁ ହୁଅନ୍ତୁ, ଭଲରେ ରୁହନ୍ତୁ। ତାର ଉତ୍ତରଟା ଆପଣମାନେ ନିଜେ ଦେବେ, ମୁଁ କହିବି। ଧନ୍ୟବାଦ। ମୁଁ ଆପଣ ନିଜେ ଜାଣିଛନ୍ତି ସେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଏଭଳି କରାଉଥିଲେ। ସେ ଚାହୁଁନଥିଲେ ନବୀନ ମୁଖ୍ୟମନ୍ତ୍ରୀ ଭବିଷ୍ୟତରେ ନ ହୁଅନ୍ତୁ। ତାଙ୍କ ଉତ୍ତରାଧିକାର ତାଙ୍କୁ ଷଡ଼ଯନ୍ତ୍ର କରି କାଢ଼ିବା ପାଇଁ ଅଲଗା ନୂଆ ଲୋକ ବାହାରୁଥିଲେ। ଭଗବାନ ସେଟା କରେଇଦେଲେନି। ମୁଁ ଦେଖୁଛି ନବୀନ ବାବୁଙ୍କର ଭଗବାନଙ୍କର ଆଶୀର୍ବାଦ ତା ପ୍ରତି ଅଛି, ଯେଉଁଟାକି ମୁଖ୍ୟମନ୍ତ୍ରୀରୁ ସେ ଦୂରେଇ ଗଲେ, ବର୍ତ୍ତମାନ ଭଲରେ ଅଛନ୍ତି।